ଜୟ ଶ୍ରୀକୃଷ୍ଣ। ଦୁନିଆରେ ବହୁତ ପ୍ରକାରର ଲୋକ ଅଛନ୍ତି ଯେଉଁମାନେ ଦାନ ତାଙ୍କ ହିସାବରେ କରନ୍ତି। ଯେତେବେଳେ ଦାନ ଭଗବାନଙ୍କ ନାମରେ କରାଯାଏ, ଭଗବାନଙ୍କ ପ୍ରୀତିଥ୍ୟ କରାଯାଏ, ସେ ଦାନ ଯଜ୍ଞରେ ପରିଣତ ହୋଇଥାଏ। ଯେତେବେଳେ ଦାନ ଯଜ୍ଞରେ ପରିଣତ ହୁଏ, ସେତେବେଳେ ମଣିଷକୁ ମାୟା ବନ୍ଧନରୁ ମୁକ୍ତ ହେବା ପାଇଁ ରାସ୍ତା ମିଳିଯାଏ। ମଣିଷର ଅନ୍ଧାରମୟ ଜୀବନ ଏବଂ ଦୁଃଖମୟ ଜୀବନ ଆଲୋକିତମୟ ହୋଇଯାଏ। ଚାଲନ୍ତୁ ଆଜି ଆମେ ଭଗବତ୍ ଗୀତାର ଚତୁର୍ଥ ଅଧ୍ୟାୟ 32 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ଏବଂ ବହୁବିଧା ଯଜ୍ଞା ବିତତା ବ୍ରହ୍ମଣ ମୁଖେ କର୍ମ ଜାନ ବିଧି ତାନ୍ ସର୍ବାନ୍ ଏବଂ ଜ୍ଞାତା ବିମକ୍ଷ୍ୟସେ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଏହିପରି ବିଭିନ୍ନ ପ୍ରକାରର ଯଜ୍ଞ ବେଦରେ ବର୍ଣ୍ଣିତ ହୋଇଛି, ତାହା ଭିନ୍ନ ଭିନ୍ନ ପ୍ରକାରର କର୍ମରୁ ଉତ୍ପନ୍ନ ହୋଇଥିବା ବିଷୟରେ ଜାଣ। ଏହି ଜ୍ଞାନ ମାଇକ ବନ୍ଧନର ଗ୍ରନ୍ଥିକୁ ଛିନ୍ନ କରିଦିଏ। ବେଦର ଏକ ସୁନ୍ଦର ବୈଶିଷ୍ଟ୍ୟ ହେଲା, ଏହା ମାନବ ପ୍ରକୃତିର ବିସ୍ତୃତ ବିବିଧତାକୁ ଲକ୍ଷ୍ୟ କରି ସମସ୍ତଙ୍କର ଉଦ୍ଦେଶ୍ୟ ପୂରା କରିଥାଏ। ବିଭିନ୍ନ ପ୍ରକାରର କର୍ତ୍ତାଙ୍କ ପାଇଁ ଏଥିରେ ବିଭିନ୍ନ ପ୍ରକାରର ଯଜ୍ଞ ବର୍ଣ୍ଣନା କରାଯାଇଛି। ଏ ସମସ୍ତଙ୍କ ମଧ୍ୟରେ ଏକ ସାଧାରଣ ସୂତ୍ର ଏହା ଯେ ସେସବୁ ଭଗବାନଙ୍କ ପ୍ରତି ଭକ୍ତିଯୁକ୍ତ ସମର୍ପଣ ଭାବରେ କରାଯିବା ଆବଶ୍ୟକ। ଏହା ଜାଣି ବେଦର ବହୁମୁଖୀ ନିର୍ଦ୍ଦେଶରେ ଚକିତ ନ ହୋଇ ନିଜ ସ୍ୱଭାବ ଅନୁସାରେ ଯେକୌଣସି ପ୍ରକାରର ଯଜ୍ଞ କରି ବ୍ୟକ୍ତି ଏ ମାୟା ବନ୍ଧନରୁ ମୁକ୍ତ ହୋଇପାରିବ। ପୂର୍ବ ଭିଡ଼ିଓରେ ମଧ୍ୟ ଆମେ ଏହି ଯଜ୍ଞ ବିଷୟରେ ଆଲୋଚନା କରିଥିଲୁ ଯେ ଯଜ୍ଞ କେତେ ପ୍ରକାରର ଏବଂ ଯଜ୍ଞ ଭଗବାନଙ୍କୁ କେମିତି ଅର୍ପିତ କରାଯାଏ। ଶ୍ରେୟାନ୍ ଦ୍ରବ୍ୟ ମୟା ଯଜ୍ଞାତ୍ ଜ୍ଞାନ ଯଜ୍ଞ ପରନ୍ତପ ସର୍ବଂ କର୍ମା ଖଲଂ ପାର୍ଥ ଜ୍ଞାନେ ପରିସମାପ୍ୟତେ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି, ଜ୍ଞାନଯଜ୍ଞ ଯନ୍ତ୍ରପଥ ଦ୍ରବ୍ୟ ଯଜ୍ଞଠାରୁ ଶ୍ରେଷ୍ଠ ଅଟେ। ହେ ପାର୍ଥ, ସର୍ବଶେଷରେ କର୍ମର ସମସ୍ତ ଯଜ୍ଞ ଜ୍ଞାନରେ ସ୍ଥିତ ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ପୂର୍ବରୁ ବର୍ଣ୍ଣିତ ହୋଇଥିବା ଯଜ୍ଞ ସବୁର ସଠିକ୍ ନିରୂପଣ କହୁଛନ୍ତି। ସେ ଅର୍ଜୁନକୁ କହୁଛନ୍ତି ଯେ ଭକ୍ତିର ଶାରୀରିକ କ୍ରିୟା ଉତ୍ତମ ଅଟେ, କିନ୍ତୁ ଏହା ଯଥେଷ୍ଟ ନୁହେଁ। ବିଧି ବିଧାନଯୁକ୍ତ ଉତ୍ସବ, ଉପବାସ, ମନ୍ତ୍ର ଉଚ୍ଚାରଣ, ତୀର୍ଥଯାତ୍ରା ଇତ୍ୟାଦି କରିବା ଠିକ୍ ଅଟେ, କିନ୍ତୁ ଏଗୁଡ଼ିକ ଜ୍ଞାନଯୁକ୍ତ ନ ହୋଇ ପାଳନ କଲେ ଏହା କେବଳ ଶାରୀରିକ କ୍ରିୟା ହୋଇ ରହିଯାଏ। କିଛି ନ କରିବା ଅପେକ୍ଷା ଏହିପରି ଯନ୍ତ୍ରବିଧ ଯଜ୍ଞ କରିବା ଭଲ, କିନ୍ତୁ ଏହା ମନକୁ ଶୁଦ୍ଧ କରିବା ପାଇଁ ଯଥେଷ୍ଟ ନୁହେଁ। ଅନେକ ବ୍ୟକ୍ତି ତୁଳସୀ ମାଳ ଧରି ଭଗବାନଙ୍କର ନାମ ଜପ କରନ୍ତି, ଶାସ୍ତ୍ର ଆଦି ପାଠ କରନ୍ତି, ପବିତ୍ର ଧାମକୁ ଯାତ୍ରା କରନ୍ତି ଏବଂ ପୂଜା ଆଦିରେ ଅନୁଷ୍ଠାନ କରନ୍ତି। ତାଙ୍କର ଏହି ବିଶ୍ୱାସ ଥାଏ ଯେ କେବଳ ଏହି ଶାରୀରିକ କ୍ରିୟା ତାଙ୍କୁ ମାୟା ବନ୍ଧନରୁ ମୁକ୍ତ କରିବା ପାଇଁ ଯଥେଷ୍ଟ ଅଟେ, କିନ୍ତୁ ସନ୍ଥ କବୀର ଏହି ମତକୁ ସ୍ପଷ୍ଟ ରୂପେ ଖଣ୍ଡନ କରୁଛନ୍ତି। ସେ କହିଛନ୍ତି, ହେ ସାଧକ, ତୁମେ ଯୁଗ ଯୁଗ ଧରି ମାଳା ଜପ କରିଚାଲିଛ, କିନ୍ତୁ ମନର ଦୁଷ୍ଟାମି ବନ୍ଦ ହେଉନାହିଁ। ଏବେ ଏହି ମାଳାକୁ ତ୍ୟାଗ କର ଏବଂ ମନର ମାଳିରେ ଭଗବାନଙ୍କର ନାମ ଜପ କର। ଜଗତଗୁରୁ ଶ୍ରୀ କୃପାଳଜୀ ମହାରାଜ କହିଛନ୍ତି, ବନ୍ଧନ ଓ ମୋକ୍ଷର କାରଣ ମନ ଅଟେ। ତୁମେ ଭକ୍ତି ଯେଉଁ ପ୍ରକାରର କଲେ ମଧ୍ୟ ମନକୁ ହରିଙ୍କ ଧ୍ୟାନରେ ଲଗାଅ। ଯେତେ ଆପଣ ପୂଜା ଅର୍ଚ୍ଚନା କରୁଥିଲେ ମଧ୍ୟ, ଯେତେ ନାମ ଜପ କରୁଥିଲେ ମଧ୍ୟ ଯଦି ହୃଦୟରୁ ଭଗବାନଙ୍କୁ କେବେ ସ୍ମରଣ କରୁନାହାନ୍ତି, ତାହେଲେ ସେସବୁ ବେକାର ଅଟେ। ଯେତେ ତୀର୍ଥସ୍ଥାନ ବୁଲି ଭଗବାନଙ୍କର ଧାମ ଦେଖିଲେ ମଧ୍ୟ ସେଥିରେ ଫଳ କିଛି ବି ମିଳିନଥାଏ ଯଦି ହୃଦୟରେ ଭଗବାନ ନଥାନ୍ତି। ତେଣୁ ଏଇଠାରେ କୁହାଯାଉଛି, ଯଦି ଆପଣ ଶାରୀରିକ କ୍ରିୟା କରୁଛନ୍ତି, ମନରେ ଭଗବାନଙ୍କୁ ଜପ କରିବା ଦରକାର, ହୃଦୟରେ ଭଗବାନଙ୍କୁ ବସାଇବା ଦରକାର, ତେବେ ଯାଇ ଭଗବାନ ଆମ କଥା ଶୁଣିବେ ଏବଂ ସିଏ ଆମ ପୂଜା ଗ୍ରହଣ କରିବେ। ଜ୍ଞାନ ବୁଦ୍ଧି ହେବା ଦ୍ୱାରା ଭକ୍ତିଭାବ ପରିପୃଷ୍ଟ ହୋଇଥାଏ। ଉଦାହରଣ ସ୍ୱରୂପ ମନେ କରନ୍ତୁ, ଆପଣଙ୍କର ଜନ୍ମଦିନ ଉତ୍ସବରେ କିଛି ଲୋକ ଆସି ଆପଣଙ୍କୁ ଉପହାର ଦେଉଛନ୍ତି। ଜଣେ ଆସି ଆପଣଙ୍କୁ ଏକ ଛିଣ୍ଡା ଥଳିଟିଏ ଦେଲା। ଆପଣ ତାକୁ ତାତ୍ସଲ୍ୟ ଭରା ଦୃଷ୍ଟିରେ ଦେଖିଲେ ଏବଂ ଚିନ୍ତା କଲେ ଯେ ଅନ୍ୟମାନେ ଦେଇଥିବା ସୁନ୍ଦର ଉପହାର ତୁଳନାରେ ଏହା କେତେ ନିକୃଷ୍ଟ ଅଟେ। ଲୋକଟି ସେ ଥଳି ଭିତରକୁ ଆପଣଙ୍କୁ ଦେଖିବା ପାଇଁ ଅନୁରୋଧ କଲେ। ଆପଣ ସେ ଥଳି ଖୋଲି ଦେଖିଲେ ଯେ ସେଥିରେ 20,000 ଟଙ୍କାର ଗୋଟିଏ ବିଡ଼ା ଅଛି। ଆପଣ ସଙ୍ଗେ ସଙ୍ଗେ ସେ ଥଳିଟିକୁ ଛାତିରେ ଲଗାଇ କହିଲେ, ମୁଁ ପାଇଥିବା ସମସ୍ତ ଉପହାର
ମଧ୍ୟରେ ଏହା ହିଁ ଶ୍ରେଷ୍ଠ ଅଟେ। ଭିତରେ ଥିବା ବସ୍ତୁ ବିଷୟରେ ଜ୍ଞାନ ହିଁ ତାଙ୍କ ପ୍ରତି ପ୍ରେମ ବଢ଼ାଇବାରେ ସାହାଯ୍ୟ କରେ। ସେହିପରି ଭଗବାନଙ୍କ ବିଷୟରେ ତଥା ତାଙ୍କ ସହିତ ଆମର ସମ୍ପର୍କ ବିଷୟରେ ଜ୍ଞାନ ବଢ଼ାଇବା ଦ୍ୱାରା ଆମର ଭକ୍ତିଭାବ ପରିପୃଷ୍ଟ ହୁଏ। ଯେତେବେଳେ ଆମେ ସାଧୁ ସଙ୍ଗତରେ ମିଶିବା, ଯେତେବେଳେ ଆମେ ଭଗବାନଙ୍କର ବିଷୟରେ ଜ୍ଞାନ ନେବା, ସେତେବେଳେ ଆମେ ଭଗବାନଙ୍କ ପାଇଁ ପ୍ରେମଯୁକ୍ତ ଭକ୍ତିଭାବ ବଢ଼ାଇ ପାରିବା। ତେଣୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଉଛନ୍ତି ଯେ ଜ୍ଞାନ ଯଜ୍ଞ ଭୌତିକ ଯଜ୍ଞଠାରୁ ଉତ୍ତମ ଅଟେ। ସେ ବର୍ତ୍ତମାନ ଜ୍ଞାନ ଆହରଣର ବିଧି ବର୍ଣ୍ଣନା କରିବାକୁ ଯାଉଛନ୍ତି। ତଦ୍ବିଧି ପ୍ରାଣିପାତେନ ପରିପ୍ରସେନ ସେବୟା ଉପଦେକ୍ଷାନ୍ତି ତେ ଜ୍ଞାନଂ ଜ୍ଞାନୀନସ୍ତତ୍ତ୍ୱଦର୍ଶିନଃ। ଭଗବାନ ଏଠାରେ କହୁଛନ୍ତି, ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଇ ସତ୍ୟ ଜାଣ, ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତାଙ୍କର ସେବା କର। ଏହିପରି ଜଣେ ଶାସ୍ତ୍ରଜ୍ଞ ମହାପୁରୁଷ ତୁମକୁ ଜ୍ଞାନ ପ୍ରଦାନ କରିପାରିବେ, କାରଣ ସେ ସତ୍ୟର ଦର୍ଶନ କରିଛନ୍ତି। ପ୍ରିୟ ଶ୍ରୋତାଗଣ, ସମସ୍ତ ଯଜ୍ଞ ଜ୍ଞାନଯୁକ୍ତ ହୋଇ ସମ୍ପାଦନ କରିବା ଆବଶ୍ୟକ। ଏହା ଜାଣିବା ପରେ ମନର ସ୍ୱତ ପ୍ରଶ୍ନ ଉଠେ ଯେ ଆମେ ଆଧ୍ୟାତ୍ମିକ ଜ୍ଞାନ ପାଇବା କିପରି? ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତର ଦେଇ କହୁଛନ୍ତି, ପ୍ରଥମେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ପାଖକୁ ଯାଅ, ଦ୍ୱିତୀୟରେ ବିନମ୍ରତା ସହ ତାଙ୍କୁ ପ୍ରଶ୍ନ କର ଏବଂ ତୃତୀୟରେ ତାଙ୍କର ସେବା କର। କେବଳ ନିଜ ଅଧ୍ୟବସାୟ ବଳରେ ପରମ ସତ୍ୟକୁ ତୁମେ ଜାଣିପାରିବ ନାହିଁ। ଭାଗବତମରେ କୁହାଯାଇଛି, ଅନାଦ୍ୟ ବିଦ୍ୟା ଯୁକ୍ତସ୍ୟ ପୁରୁଷସ୍ୟ ଦେବନଂ ସ୍ୱତନ ସମ୍ଭାବାତ୍ ଅନ୍ୟସ ତତ୍ତ୍ୱାଜ୍ଞତା ଜ୍ଞାନଦ ଭବେତ୍। ଅର୍ଥାତ୍ ଜୀବର ବୁଦ୍ଧି ଅନନ୍ତ ଜନ୍ମର ଅଜ୍ଞାନତାରେ ଆବୃତ ହୋଇଯାଇଛି। ନିଜ ଚେଷ୍ଟାରେ ବୁଦ୍ଧି କେବେ ବି ସେହି ଅଜ୍ଞାନ ଆବରଣରୁ ନିଜକୁ ମୁକ୍ତି କରିପାରିବ ନାହିଁ। ତେଣୁ ସତ୍ୟର ଉପଲବ୍ଧି କରିଥିବା ଜଣେ ବ୍ରହ୍ମନିଷ୍ଠ ମହାପୁରୁଷଙ୍କ ଠାରୁ ବ୍ୟକ୍ତି ଜ୍ଞାନ ପ୍ରାପ୍ତ କରିବା ଆବଶ୍ୟକ। ଆଧ୍ୟାତ୍ମିକ ମାର୍ଗରେ ଜଣେ ଗୁରୁଙ୍କର ଗୁରୁତ୍ୱ ବିଷୟରେ ବେଦଶାସ୍ତ୍ର ଆମକୁ ବାରମ୍ବାର ଉପଦେଶ ଦେଇଥାନ୍ତି। ଛାନ୍ଦୋଗ୍ୟ ଉପନିଷଦରେ କୁହାଯାଇଛି, ଆଚାର୍ଯ୍ୟବାନ ପୁରୁଷ ବେଦଃ, ଅର୍ଥାତ୍ କେବଳ ଜଣେ ଗୁରୁଙ୍କ ଦ୍ୱାରା ହିଁ ତୁମେ ବେଦକୁ ବୁଝିପାରିବ। ପାଦାମ୍ବରୁ ହଦନ୍ତୁ ସେବା ନିର୍ମଳ ଚେତସାଂ ସୁଖ ବୋଧାୟ ଚତସ୍ୟ ବିବ କୟଂ ବିଧୀୟତେ। ଅର୍ଥାତ୍ ଦ୍ୱନ୍ଦ୍ୱ ପରିତ୍ୟାଗ କରି ଶୁଦ୍ଧ ମନରେ ଗୁରୁଙ୍କର ସେବା କର। ସେ ଶାସ୍ତ୍ରଜ୍ଞାନ ଓ ବିଚାର ଶକ୍ତି ଦେଇ ତୁମକୁ ଚରମ ଆନନ୍ଦ ପ୍ରଦାନ କରିବେ। ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ କହନ୍ତି, ଗୁରୁଙ୍କର ଶରଣାଗତି ବିନା ତୁମେ ମାୟାଶକ୍ତି କବଳରୁ ମୁକ୍ତ ହୋଇପାରିବ ନାହିଁ। ଭଗବାନଙ୍କର ସବୁଠାରୁ ବଡ଼ କୃପା ହେଉଛି ଯେତେବେଳେ ସେ ଜୀବକୁ ଜଣେ ସଦ୍ଗୁରୁଙ୍କର ସାନ୍ନିଧ୍ୟ ପ୍ରଦାନ କରନ୍ତି। କିନ୍ତୁ ଆଧ୍ୟାତ୍ମିକ ଜ୍ଞାନ ଶିକ୍ଷା ଦେବାର ଶୈଳୀ ଭୌତିକ ଜ୍ଞାନର ଶୈଳୀଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ସାଂସାରିକ ଜ୍ଞାନ ପାଇଁ ଗୁରୁଙ୍କୁ ଗଭୀର ସମ୍ମାନ ଦେବା ଆବଶ୍ୟକ ହୋଇନଥାଏ। ଏହି ଜ୍ଞାନ ଶିକ୍ଷକଙ୍କୁ ଦରମା ଦେଇ କ୍ରୟ କରାଯାଇପାରେ। କିନ୍ତୁ ଆଧ୍ୟାତ୍ମିକ ଉପଦେଶ ଚିରାଚରିତ ଶିକ୍ଷା ପଦ୍ଧତିରେ ଜଣେ ଛାତ୍ରକୁ ଦିଆଯାଇ ପାରିନଥାଏ କିମ୍ବା କୌଣସି ମୂଲ୍ୟ ଦେଇ ଏହାକୁ କ୍ରୟ କରାଯାଇ ପାରିନଥାଏ। ଶିଷ୍ୟର ନମ୍ରତା ଏବଂ ସେବା ଭାବରେ ଗୁରୁ ଯେତେବେଳେ ସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ଗୁରୁ କୃପାରୁ ଶିଷ୍ୟର ହୃଦୟରେ ସେହି ଜ୍ଞାନ ପ୍ରକଟିତ ହୋଇଥାଏ। ତେଣୁ ଭକ୍ତ ପ୍ରହ୍ଲାଦ କହିଥିଲେ, ନୈଷ୍ୟାଂ ମତିଷ ତାଦଦ୍ ଋତୁର ମାଘିଂ ସ୍ପର୍ଶତ୍ୟା ନଥା ପଗମ ଯଦଥ ମହୀୟସାଂ ପାଦର ଜବିଷେକଂ ନିଷ୍ଟିଂ ତନାନନ୍ଦ ବୃଣୀତ ଯାବତ୍। ଅର୍ଥାତ୍ ଜଣେ ମହାପୁରୁଷଙ୍କର ପାଦ ପଦ୍ମର ରଜରେ ନିଜକୁ ସମର୍ପଣ ନ କରିବା ଯାଏଁ ଆମେ ଦିବ୍ୟ ଚେତନା ସ୍ତରରେ ଅନୁଭୂତି ପ୍ରାପ୍ତ କରିପାରିବା ନାହିଁ। ସେଥିପାଇଁ ଏହି ଶ୍ଲୋକରେ ଗୁରୁଙ୍କ ପାଖକୁ ବିନମ୍ରତାର ସହିତ ଯାଇ ସତ୍ୟ ସମ୍ବନ୍ଧରେ ଶ୍ରଦ୍ଧାପୂର୍ବକ ପ୍ରଶ୍ନ କରିବା ଏବଂ ସେବା ଦ୍ୱାରା ତାଙ୍କୁ ସନ୍ତୁଷ୍ଟ କରିବା ବିଷୟରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ ଶ୍ଲୋକ 34 ପର୍ଯ୍ୟନ୍ତ ଆଲୋଚନା କଲୁ। ହରେ କୃଷ୍ଣ, ଗୋବିନ୍ଦ ଆପଣଙ୍କୁ ଭଲରେ ରଖନ୍ତୁ।